তদন্ত অনুযায়ী যদি প্রমাণ হব সে আইন অনুযায়ী দণ্ডিত হব তাকে আমি সহমত। আমি যেটা পোস্ট করছিলে সে পোস্টর সত্যতা কেতে ଥିଲା? ସତ୍ୟତା ଦେଖନ୍ତୁ ସେ ନିଜେ ଯେତେବେଳେ ଏଇ ଜିନିଷ ତାକୁ ରିପୋର୍ଟ ମଗାଯିବ ଏଇଭଳିଆ ସବୁବେଳେ କରି ଆସୁଛେ। ତ ଆଜି ବି ସେମିତି ହେଲା ଆମେ ତାର 6 ବର୍ଷର ରିପୋର୍ଟ ମାଗିଥିଲୁ। ସେ ରିପୋର୍ଟ ଯୋଗୁଁ ତଳ ସ୍ତରର ସିଆର୍ପି ମାନେ ଦରମା ପାଇପାରୁନାହାନ୍ତି। ସେଥିପାଇଁ ଆଜି ଆମେ ନିର୍ଦ୍ଧାରିତ କରିଥିଲୁ ସେମାନଙ୍କର GPLFର ପ୍ରେସିଡେଣ୍ଟ ସେକ୍ରେଟାରୀ ସିଆର୍ପି ମାନଙ୍କୁ ଡାକିଥିଲୁ। ଏତିକି ଭିତରେ ଆଲୋଚନା କରିବା ପୂର୍ବରୁ ସେ ଏହି ପ୍ରକାର ସୋସିଆଲ ମିଡ଼ିଆରେ ପୋଷ୍ଟ କରି ଛାଡ଼ିଥିଲେ। ୟା ଉପରେ ପ୍ରଶାସନ ତରଫରୁ ପ୍ରଶାସନ ଆମେ ଜିଲ୍ଲାପାଳଙ୍କୁ ବର୍ତ୍ତମାନ ମେଲ୍ ମାଧ୍ୟମରେ ଜଣେଇଛୁ। ତାଙ୍କର ଉପରସ୍ଥ DPMକୁ ଜଣେଇଲୁ, DPCକୁ ଜଣେଇଛୁ। ସେମାନେ ଏହି କେସ୍ରେ ପୂର୍ବରୁ ତଦାରଖ କରୁଛନ୍ତି। 15 ଦିନ ତଳେ ବି ସେମାନେ ତଦାରଖ କରି ଏହି ରିପୋର୍ଟ ନେଇଛନ୍ତି। ତଦାରଖ କଲା ପରେ ଯାହା ସତ୍ୟତା ସେ ସତ୍ୟତା ଉପରେ ତଦାରଖ କରି ତାକୁ ପନିସମେଣ୍ଟ ଦିଆଯିବ। ସେଇଟା ତଦାରଖ କରି ଯେ ଯଦି ଦୋଷୀ ତାକୁ ଆଇନ ଅନୁଯାୟୀ ଦଣ୍ଡିତ କରାଯିବ ସେଇଟା ଆମେ କ'ଣ କରିପାରିବୁ। ଆଜି ସେ ଆମର ମିଶନ ଶକ୍ତି ବିଲ୍ଡିଂରେ ଆମର ତାଙ୍କର ଖାତାପତ୍ର ଯାଞ୍ଚ କରିବା ପାଇଁ ଆମର ନାରାୟଣପାଟଣା GPLFରୁ ଆସିଥିଲେ ସବୁ EC ମେମ୍ବର୍ସ। ସେଇ ଭିତରେ ସେ MBK ମଧ୍ୟ ଆସିଥିଲେ। ତ ତାଙ୍କର ସେଇ କ'ଣ ମିଟିଂ ସେ ଖାତାପତ୍ର ଯାଞ୍ଚ କରିବା ସମୟରେ ସେ କ'ଣ ଘଟଣା ହେଇଛି, ମୁଁ ଜଷ୍ଟ ବାହାରକୁ ଯାଇଥିଲି, ସେଇ ଭିତରେ ଘଟଣାଟି ହେଇଛି। ତାପରେ ସେ ଗୋଟେ କ'ଣ ଭିଡ଼ିଓ କରୁଛନ୍ତି। ତାପରେ ଆକ୍ଚୁଆଲି ତାଙ୍କର ସେ ଆସ୍ଥମା ପେସେଣ୍ଟ ଜଣେ ଥିଲେ ଆଉ ତାଙ୍କର ଔଷଧପତ୍ର ବି ସେ ନେଉଛନ୍ତି। ତ ସେଇଠି ସେ ମୂର୍ଚ୍ଛା ହେଇକି ପଡ଼ିଲେ। ତାପରେ ଆମେ ତ CHC ତାଙ୍କୁ ସିଫ୍ଟ କରିଥିଲୁ। ସେଇଠୁ ତାଙ୍କୁ ଆମେ ଚେକଅପ୍ ପାଇଁ ସେ ଏବେ ଷ୍ଟେବୁଲ୍ ଅଛନ୍ତି ଆଉ ଚେକଅପ୍ ପାଇଁ ଜଷ୍ଟ ଚେକଅପ୍ ପାଇଁ ଆମେ କୋରାପୁଟ ମେଡ଼ିକାଲକୁ ବି ରେଫର୍ କରାଯାଇଛି। ତା ଆଗରୁ ତାଙ୍କର ଗୋଟେ ଏନକ୍ୱାରି ମଧ୍ୟ ଗୋଟେ ଚାଲିଛି। ବର୍ତ୍ତମାନ ସେଇଟା ଡିଷ୍ଟ୍ରିକ୍ଟ ଲେଭେଲରେ ପେଣ୍ଡିଂ ଅଛି। ଯେକି ଆମର DPM ଆଉ DPC ଡିଷ୍ଟ୍ରିକ୍ଟ ଲେଭେଲର ଅଫିସର ମାନେ ସେମାନେ ସେଇଟା ତଦନ୍ତ କରୁଛନ୍ତି। ଯଦି କିଛି ସେଇ ତଦନ୍ତରେ ଆମେ ଯେଉଁ ଯାହା ଇନଷ୍ଟ୍ରକ୍ସନ୍ ଆସିଲା ତା ଅନୁସାରେ ଆମେ ଯଦି କିଛି ହେବ ସେଇଟାକୁ ପାଳନ କରିବୁ ଆଉ।